12টাରୁ ଗୋଟେ ପର୍ଯ୍ୟନ୍ତ ସେ ପାଖାପାଖି ମଝିରେ ରହୁଛି, କିନ୍ତୁ ଗୋଟେ ପର୍ଯ୍ୟନ୍ତ ରହୁନାହାନ୍ତି। 12ଟାରୁ 12ଟା ଅଧେ, ଗୋଟେ 2ଟା 3ଟା ବେଳେ କ'ଣ ହଉଛି, ସିଏ ପଶ୍ଚିମ ଦିଗକୁ ପଳଉଛନ୍ତି। ତ କ'ଣ ହଉଛି, ସୂର୍ଯ୍ୟର ଯୋଉ କିରଣଟା ଗୋଟେ ଅଳ୍ପ ସମୟ ପାଇଁ ହିଁ ପୃଥିବୀ ଉପରେ କ'ଣ ପଡୁଛି ନା ଡାଇରେକ୍ଟ ପଡୁଛି, କିନ୍ତୁ ଯେତେବେଳେ 2ଟା ହଉଛି କ'ଣ ତେର୍ଛେଇକି ପଡୁଛି, ସକାଳେ ତେର୍ଛେଇକି ପଡୁଛି, ସନ୍ଧ୍ୟାବେଳେ କ'ଣ ହଉଛି ତେର୍ଛେଇକି ପଡୁଛି। ସେଥିପାଇଁ କ'ଣ ହଉଛି ନା ଆମର ସେଥିଲାଗି ସୂର୍ଯ୍ୟର କିରଣ ଅତ୍ୟଧିକ କ'ଣ ହଉଛି ନା ପ୍ରଖର ହଉନି। 12ଟାରେ ଯେତିକି ଆମ ଗରମ ହଉଛି, ସୂର୍ଯ୍ୟର ତାପ ଲାଗୁଛି, ଆମକୁ ସକାଳେ କିମ୍ବା ସନ୍ଧ୍ୟାବେଳେ ସେତିକି ଲାଗୁଛି କି ଲାଗୁନି। କାହିଁକି ନା 12ଟା ବେଳକୁ ଯେତେବେଳେ ଖରାଟା ତମେ ଛାତ ଉପରୁ ଯାଇଥିବ କି ବାହାରେ ପଡୁଥିବ, ଖରାଟା ସୂର୍ଯ୍ୟ ଉପରେ ଥିବେ, କେମିତି ଲାଗୁଛି ଧୀରେ ଧୀରେ ଲାଗୁଛି। ତାପରେ 2ଟା 3ଟା ଏମିତି ହେଲା ବେଳକୁ କ'ଣ ଧୀରେ 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 କମି ଯାଉଛି। ହେଲା ତାପରେ ଉତ୍ତରୀ ଗୋଲାର୍ଦ୍ଧରେ ଆମର କ'ଣ ଅଛି, କର୍କରେଖା ଅଛି, ଉତ୍ତର ଧ୍ରୁବ ଅଛି, ଦକ୍ଷିଣ ଗୋଲାର୍ଦ୍ଧରେ ଆମର ଅଛି ମକର ରେଖା ଆଉ ଦକ୍ଷିଣ ଧ୍ରୁବ। ହେଲେ ଏତିକି ଭିତରେ ଯୋଉ ଜାଗାଟା ରହିଲା, ମୁଁ ତମକୁ ସେଟା କ'ଣ କହିଲି ଯେ ଯେତେବେଳେ ମକର ରେଖା ତଳକୁ ଆଉ କର୍କରେଖା ଉପରକୁ କ'ଣ ହବ ଯେ ଧୀରେ ଧୀରେ ଥଣ୍ଡା ହେଇ ଯିବ।